କଅଁରପଡ଼ା ବ୍ଲକରେ ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ସାଂସଦ ରୁଦ୍ର ନାରାୟଣ ପାଳ। କଅଁରପଡ଼ା ବ୍ଲକରେ ଆଜି ପୂର୍ବାହ୍ନରେ ବିଡିଓ ଲୋଚନ ଦାସଙ୍କ ଉପସ୍ଥିତିରେ ସ୍ଥାନୀୟ ସଭାଘରେ ମୋହନ ସରକାରଙ୍କ ଦ୍ୱାରା ଘୋଷିତ ବର୍ଦ୍ଧିତ ପେନସନର ଅଂଶ ସାଂସଦ ରୁଦ୍ର ନାରାୟଣ ପାଳ ଏବଂ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ମୋଟ 91 ଜଣଙ୍କୁ ଏହି ଭତ୍ତା ବାଣ୍ଟିଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ବୁଧବାର ଆରମ୍ଭ କରିଥିବା ବେଳେ ଆଜି ଏହି ବ୍ଲକ ଅନ୍ତର୍ଗତ 35 ପଞ୍ଚାୟତର 80 ବର୍ଷ ବୟସରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟଙ୍କୁ ଏବଂ 80% ଉର୍ଦ୍ଧ୍ୱ ଭିନ୍ନକ୍ଷମକୁ ବର୍ଦ୍ଧିତ ଭତ୍ତା 3500 ଲେଖାଏଁ ଟଙ୍କା ଦିଆଯାଇଥିଲା। ଏହା ମଧୁବାବୁ ପେନସନ ଏବଂ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଅନୁଯାୟୀ ଦିଆଯାଇଥିଲା। ଏଣିକି ଏମାନେ ପ୍ରତି ମାସରେ ଏହି ବର୍ଦ୍ଧିତ ଭତ୍ତା ପାଇବେ। ଆଜି ବ୍ଲକରେ ମୋଟ 91 ଜଣଙ୍କୁ ବିଧାୟକ ଏବଂ ସାଂସଦ ବାଣ୍ଟିଥିଲେ ଏହି ଭତ୍ତା। ବଣ୍ଟନ ବେଳେ ଜିଲ୍ଲା ପରିଷଦ ସଦସ୍ୟ ମୀରା ଗଡ଼ନାୟକ ଏବଂ ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ଥିଲେ। ତେବେ ବ୍ଲକରୁ ମୋଟ 1121 ଜଣ ପେନସନଧାରୀଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମକୁ ଏପିଡିଓ ମାଧବ ପାଣିଗ୍ରାହୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସଫଳତା ଦିଗରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପ୍ତିକାନ୍ତ ସାହୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ବିଭିନ୍ନ ଗ୍ରାମର ସରପଞ୍ଚ ସଭ୍ୟ ଏବଂ ବିଜେପି ନେତା ଟିଟୁ ପଣ୍ଡା, ସୁଶୀଲ ମାଝୀ, ଚାକଲିନ ସାହୁ, ଶାନ୍ତନୁ ଆମନ୍ତ, ହିରଣ୍ୟ ପରିଡ଼ା, ବସନ୍ତ ତ୍ରିପାଠୀ, ଗୋକୁଳି ଲେଙ୍କା, କହ୍ନେଇ ସାମଲ ଆଦି ଉପସ୍ଥିତ ଥିଲେ। ବିଧାୟକ ଆଉ ଏମପି ମହୋଦୟ ଆସିଥିଲେ, ନିଜ ହାତରେ ଦେଲେ। କେତେ ଖୁସି ଅଛ? ଖୁସି କି ନାହିଁ କହିଦେଲୁ? ଖୁସି କହିଦେ। ଖୁସି ଅଛ? କଥା ଦେଇ କଥା ରଖିଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଏବଂ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, କେନ୍ଦ୍ରମନ୍ତ୍ରୀ ଆମର ଜିଲ୍ଲା ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନ, ଆମେ କହିଥିଲୁ ଯେ ସରକାର ଆସିଲେ ଯେଉଁ 1200 ଟଙ୍କା ଭତ୍ତାକୁ ଆମେ 3500 କରିବୁ। 80% ଯେଉଁ ବିକଳାଙ୍ଗ ଆମର ଅଛନ୍ତି ଆଉ ଆମର 80 ବୟସ ଉପରକୁ ବୃଦ୍ଧମାନଙ୍କୁ ଆଜି ଗଲା କାଲିଠାରୁ ଦିଆସିଲାଣି। ପ୍ରିୟ ମୁଖ୍ୟମନ୍ତ୍ରୀ କେଉଁଝରଠାରେ ଶୁଭାରମ୍ଭ କରିଥିଲେ। ଆକୁ ଜନସେବା ଦିବସରେ କାଲି ମଧ୍ୟ ଆମେ ଅନୁଗୁଳଠାରେ ଦିଆଯାଇଥିଲୁ। ଆଜି ବନପାଳ ବ୍ଲକ ଅନୁଗୁଳ ବ୍ଲକ ପ୍ରଦାନ କରାଗଲା। ଆମେ ମୋଦିଜୀଙ୍କର ଏଇଟା ଗୋଟେ ଯେ 80 ବର୍ଷ ପରେ ଯେଉଁ ବୃଦ୍ଧାମାନେ ଯେପରି ଅବସ୍ଥାରେ ଚଳୁଛନ୍ତି ତାଙ୍କ ପାଇଁ ଏଇଟା ଗୋଟେ ମାନେ ସାହାଯ୍ୟ ନୁହେଁ, ଏଇଟା ଗୋଟେ ସମସ୍ତଙ୍କୁ ସହଯୋଗ କରାଗଲା ଯେ ମାନେ ଯେମିତି ସମସ୍ତେ ଖୁସିରେ ରହିବେ, ସମସ୍ତ ଜୀବନ ସୁଖମୟ ହେବ, ମଙ୍ଗଳମୟ ହେବ, ସମସ୍ତ ସ୍ୱାସ୍ଥ୍ୟ ଭଲ ରହୁ। ତେଣୁ ଭଗବାନ କରନ୍ତୁ ଏମିତି ନୂଆ ନୂଆ ଯୋଜନା ଆରମ୍ଭ ହେଉ। ପ୍ରାୟ ଯୋଜନା ଏଇନି 5ଟି ଯୋଜନା ଏବେ ଯେଉଁ ଆମର ଏମ୍ପି ସାହେବ କହୁଥିଲେ, ଚାରି ଦ୍ୱାର ଖୋଲିବା, ଧାନର ମୂଲ୍ୟ 300 ଟଙ୍କା ଦେବା, ଆଜି ବର୍ଦ୍ଧିତ ଭତ୍ତା ଦେବା। ତେଣୁ ସବୁ ପ୍ରକାର ସାହାଯ୍ୟ ବର୍ତ୍ତମାନ ସରକାର ଲୋକଙ୍କ ପାଖରେ ପହଞ୍ଚିବାରେ ବ୍ୟସ୍ତ। ଦୁର୍ନୀତି ନ ହେଉ, ଲୋକଙ୍କ ପାଖରେ ପୁରା ସେବା ପହଞ୍ଚୁ ଏବଂ ଲୋକ ୟା ଉପରେ ଖୁସି ରହନ୍ତୁ। ସରକାର ଅଛି ବୋଲି ସମସ୍ତେ ଜାଣନ୍ତୁ, ସରକାରଙ୍କର ସବୁ ସେବା ତାଙ୍କ ପାଖରେ ପହଞ୍ଚୁ। ଇଏ ଗୋଟେ ସବୁଠୁ ବଡ଼ ସେବା। ଜଗନ୍ନାଥଙ୍କର ଆଶୀର୍ବାଦ ରହୁ, ଏମିତି ଆହୁରି ଚାଲୁ। ଆମ ସମସ୍ତଙ୍କର ଯେଉଁ ବୃଦ୍ଧମାନେ ଆଜି ଭତ୍ତା ନେଲେ ତାଙ୍କ ଜୀବନ ସୁଖମୟ, ମଙ୍ଗଳମୟ, ସ୍ୱାସ୍ଥ୍ୟ ସବୁ ସୁସ୍ଥ ରହନ୍ତୁ। ଓଡ଼ିଶା ସରକାର ଯାହା କଥା ଦେଇଥିଲେ ସବୁ କଥାକୁ ରଖୁଛନ୍ତି। ଏଇଟା ଆଜି ତା'ର ପଞ୍ଚମ ପ୍ରମାଣ। 3100 ଟଙ୍କା ଧାନ, 800 ଟଙ୍କାର ସବସିଡ଼ି, ଇନପୁଟ୍ ସବସିଡ଼ି ବା ମନ୍ଦିରର ଚତୁର୍ଦ୍ୱାର ଖୋଲା, କର୍ପସ୍ ଫଣ୍ଡ 500 କୋଟି ଟଙ୍କା, ସବୁ କଥା। ସେଇଭଳି ଦିବ୍ୟାଙ୍ଗଜନ 80%ରୁ ଅଧିକ ଦିବ୍ୟାଙ୍ଗମାନଙ୍କ ପାଇଁ ଏବଂ 80 ବର୍ଷରୁ ଉର୍ଦ୍ଧ୍ୱ ବୟୋବୃଦ୍ଧ ବ୍ୟକ୍ତିବିଶେଷଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଗତକାଲି ଠାରୁ ଆରମ୍ଭ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ବାବୁ କେଉଁଝରରେ ଆରମ୍ଭ କରିଥିଲେ। ଆମର ଅନୁଗୁଳର ଲୋକପ୍ରିୟ ବିଧାୟକ ପ୍ରତାପ ବାବୁ ମଧ୍ୟ ଗତକାଲି ବି ଆରମ୍ଭ କରିଥିଲେ। ଗତକାଲି ମୁଁ ବି କଣିହାଁ ବ୍ଲକରେ ଥିଲି, ତାଳଚେର MLA, ପାଲଡ଼ା MLA ଥିଲେ। ଆଜି ଅନୁଗୁଳ ବିଧାୟକ, ଜିଲ୍ଲା ପରିଷଦ ମେମ୍ବର, ବିଡ଼ିଓ, ବ୍ଲକର ଅଧ୍ୟକ୍ଷ ସମସ୍ତେ ଯେତେବେଳେ ଆଗ୍ରହ ପ୍ରକାଶ କଲେ ଯେ ଏହି ଉତ୍ସବରେ ଆପଣ ଉପସ୍ଥିତ ହୁଅନ୍ତୁ, ମୁଁ ଏ ଉତ୍ସବରେ ଉପସ୍ଥିତ ହେଇକରି ଅତ୍ୟନ୍ତ ଗୌରବାନ୍ୱିତ। ପ୍ରତ୍ୟେକ ହିତାଧିକାରୀଙ୍କ ପାଖକୁ ଯୋଜନା ପହଞ୍ଚୁ, ଏଇଟା ମୋଦି ସରକାରଙ୍କର ଲକ୍ଷ୍ୟ। ଏବଂ ଅତୀତରେ ଯେଉଁ ଦୁର୍ନୀତି ଓ ଭ୍ରଷ୍ଟାଚାର ହେଉଥିଲା ସେଟାର ପରିମାଣ ପୁରା କମିଯାଉ, ଜିରୋ ଦୁର୍ନୀତିକୁ ପରିସ୍ଥିତି ଆସୁ। ଏହି ଧାରାରେ ମୋଦି ସରକାର, ମୋହନ ସରକାର
ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାମ କରୁଛନ୍ତି ତାର ସୁଫଳ ଓଡ଼ିଶାବାସୀ ଖୁବ୍ ଶୀଘ୍ର ପାଇବେ। ଆଉ ଲମ୍ବେଇଲେ ଆଜି ଆପଣଙ୍କ ବ୍ଲକ ଓଡ଼ିଶା ସରକାର ଇତିମଧ୍ୟରେ ବର୍ଦ୍ଧିତ ଭତ୍ତା ଯୋଜନା ଘୋଷଣା କରିଥିଲେ। ସେଥିରୁ ବଅଁରପାଳ ବ୍ଲକରେ ଆମର 1110 ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଉଛନ୍ତି। ସେଥିରୁ ଡିବିଟି ମାଧ୍ୟମରେ 610 ଲୋକଙ୍କୁ ଆମେ ଡାଇରେକ୍ଟ ଟ୍ରାନ୍ସଫର ତାଙ୍କ ଆକାଉଣ୍ଟ କରୁଛୁ। এই যে 500 পাখাপাখি আমার অনেক যে হাতের দিয়াযিব কালি মাননীয় বিধায়ক অনুগুল মাননীয় ছেন্নিপদা মহোদয় অনুগুଳରେ শুভারম্ভ করে। আজ আমার এটি মাননীয় সাংসদ ঢেঙ্কানাল এবং মাননীয় অনুগুল বিধায়ক এটি পাখাপাখি 50 জনক দেলে কালি 150 লোক আমি সেটি প্রদান করলু। অবশিষ্ট যা রহলা আমি সব বেনিফিসিয়ারি ঘরক যাইকি দেবু যেহেতু সে 80 বর্ষে পরে উপনীত হলে চালি আসি পার না আমার লক্ষ্য রাখছু তাঙ্ক ঘরে যাই তাঙ্কর সবু যে বর্ধিত ভত্তা তাঙ্ক ঘরে দিয়ে আসি। স্যার কেতটা পঞ্চায়েত দিয়ালা আজ 17টা পঞ্চায়েত কালি আমার 35টা পঞ্চায়েত দিয়া যাইতলা। আজ অবস্থিত ভত্তা দিয়ালা কালি মাননীয় বিধায়ক মধ্য 17টা পঞ্চায়েত দিয়া ଦେଇଥିଲେ। আজ যে অবস্থিত লোক রহি যাইতলে সেমানকু আজ মাননীয় বিধায়ক 17টা পঞ্চায়েত দিয়াগলা। ঠিক আছে, ধন্যবাদ। ଅନୁଗୁଳରୁ ମଦନ ନାୟକଙ୍କ ରିପୋର୍ଟ ଓଡ଼ିଆ ଭାସ୍କର।